हाय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜିର ଭିଡ଼ିଓରେ ଏକ ରଚନା ତୁମମାନଙ୍କ ପାଇଁ ଆଣିଦେଇଛି। ରଚନାର ବିଷୟ ହେଲା ଗଣତନ୍ତ୍ରର ସୁରକ୍ଷା। ଆଶା କରୁଛି ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରିବ, କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବରେ ଜଣାଇବ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଚାଲ ଆମେ ଆରମ୍ଭ କରିବା। ରଚନା ଗଣତନ୍ତ୍ରର ସୁରକ୍ଷା ଉପକ୍ରମ। ଗଣ ଅର୍ଥ ଲୋକ ଏବଂ ତନ୍ତ୍ର ଅର୍ଥ ଶାସନ, ଅର୍ଥାତ୍ ଗଣତନ୍ତ୍ରର ଅର୍ଥ ହେଉଛି ଲୋକଙ୍କ ଶାସନ। ଏହା ଏମିତି ଏକ ବ୍ୟବସ୍ଥା ଯେଉଁଠି ଜନତା ନିଜ ଦେଶର ଶାସନ ନିଜେ କରିବାର ଅଧିକାର ରଖନ୍ତି। ଗଣତନ୍ତ୍ର ହେଉଛି ସ୍ୱାଧୀନତା, ସମାନତା, ନ୍ୟାୟ ଓ ଭାଇଚାରା ଉପରେ ଭିତ୍ତି କରିଥିବା ଏକ ମୂଲ୍ୟବାନ ବ୍ୟବସ୍ଥା। ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ 26 ଜାନୁଆରୀ 1950ରେ ନିଜ ସମ୍ବିଧାନକୁ ଲାଗୁ କରିଥିଲା। ସେହିଦିନ ଆମ ଦେଶରେ ଗଣତନ୍ତ୍ର ଜନ୍ମ ନେଲା। ଗଣତନ୍ତ୍ର ହେଉଛି ଆମ ଦେଶର ମାନମର୍ଯ୍ୟାଦା, ଗୌରବ ଓ ପରିଚୟ। କିନ୍ତୁ ଏହାକୁ ସୁରକ୍ଷା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ଅଛି। ଗଣତନ୍ତ୍ରର ମୂଳ ନୀତି। ଗଣତନ୍ତ୍ର ହେଉଛି ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା, ଲୋକଙ୍କର ଶାସନ। ଏହାର ଅର୍ଥ ହେଉଛି ଯେ ଦେଶର ଶକ୍ତି ଜନତାଙ୍କ ହାତରେ ଥାଏ। ଜନସାଧାରଣ ନିଜ ମତ ଦ୍ୱାରା ନେତା ଚୟନ କରନ୍ତି ଏବଂ ସେହି ନେତାମାନେ ଦେଶର ଉନ୍ନତି ଓ ଶାସନ କାର୍ଯ୍ୟ ସମ୍ଭାଳନ୍ତି। ଏହି ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକ ସମାନ ଅଧିକାର ରଖନ୍ତି। ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତ, ନାରୀ ପୁରୁଷ ସମସ୍ତେ ଆଇନ ଆଗରେ ସମାନ। ଏହି ସମାନତା ଓ ସ୍ୱାଧୀନତା ହେଉଛି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରର ମୂଲ୍ୟବୋଧ। ଗଣତନ୍ତ୍ର କେବଳ ରାଜନୈତିକ ବ୍ୟବସ୍ଥା ନୁହେଁ, ଏହା ଏକ ସାମାଜିକ ଓ ନୈତିକ ଜୀବନଶୈଳୀ ମଧ୍ୟ ଅଟେ। ଏଠାରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ। ଧର୍ମ, ଜାତି, ଭାଷା, ଅଞ୍ଚଳ ଅନୁସାରେ ଭେଦଭାବ ରଖେ ନାହିଁ। ଏହା ଲୋକମାନଙ୍କୁ ସମାନ ସୁଯୋଗ ଓ ନ୍ୟାୟ ଦେଇ ଦେଶକୁ ଏକତାର ବନ୍ଧନରେ ବାନ୍ଧି ରଖେ। ଗଣତନ୍ତ୍ର ଉପରେ ବାହ୍ୟ ପ୍ରଭାବ। ଗଣତନ୍ତ୍ର ଯଦିଓ ଉତ୍କୃଷ୍ଟ ପଦ୍ଧତି, ତଥାପି ଏହା ଅନେକ ବିପଦ ଓ ସମସ୍ୟାର ସମ୍ମୁଖୀନ ହୋଇଥାଏ। ପ୍ରଥମରେ କରେ ଅଛି ଦୁର୍ନୀତି ଓ ଧନବଳର ଚାପ। ଦୁର୍ନୀତି ଗଣତନ୍ତ୍ରର ଶତ୍ରୁ। ଯେତେବେଳେ ନେତାମାନେ ନିଜ ସ୍ୱାର୍ଥ ପାଇଁ ଦେଶର ହିତକୁ ଅବହେଳା କରନ୍ତି, ଗଣତନ୍ତ୍ର ଦୁର୍ବଳ ହୋଇଯାଏ। ଧନବଳ ଓ ପ୍ରଭାବ ଦ୍ୱାରା ନିର୍ବାଚନ ଫଳାଫଳ ନିୟନ୍ତ୍ରଣ ହେବା ଗଣତନ୍ତ୍ରକୁ ଅପମାନିତ କରେ। ଅଜ୍ଞାନତା ଓ ଶିକ୍ଷା। ଯଦି ଜନସାଧାରଣ ଶିକ୍ଷିତ ନୁହନ୍ତି, ତେବେ ସେମାନେ ଭୁଲ ନେତାଙ୍କ ଚୟନ କରିପାରନ୍ତି। ଅଶିକ୍ଷା ଓ ଅଜ୍ଞାନତା ଦେଶକୁ ଭ୍ରଷ୍ଟ ରାସ୍ତାକୁ ନେଇଯାଇପାରେ। ତେଣୁ ଶିକ୍ଷା ହେଉଛି ଗଣତନ୍ତ୍ରର ସବୁଠୁ ଦୃଢ଼ ଅସ୍ତ୍ର। ସାମ୍ପ୍ରଦାୟିକତାବାଦ। ଧର୍ମ ଓ ଜାତି ଭେଦଭାବ ଗଣତନ୍ତ୍ରର ଏକତାକୁ ଭଙ୍ଗ କରେ। ଯେତେବେଳେ ଜନତା ନିଜ ଧର୍ମ କିମ୍ବା ଜାତିକୁ ନିଜ ଦେଶ ଠାରୁ ମଧ୍ୟ ଅଧିକ ଶ୍ରେୟ ଦିଅନ୍ତି, ସେତେବେଳେ ଗଣତନ୍ତ୍ର ବିପଥଗାମୀ ହୋଇଯାଏ। ରାଜନୈତିକ ଅସତ୍ୟ ଓ ମିଥ୍ୟା ପ୍ରଚାର। ମିଥ୍ୟା ପ୍ରଚାର, ଭ୍ରମକାରୀ ଖବର, ଖରାପ ରାଜନୀତି ଗଣତନ୍ତ୍ରକୁ ଦୁର୍ବଳ କରେ। ଯେଉଁଠି ସତ୍ୟ ଓ ନୀତି ନାହିଁ, ସେଠି ଗଣତନ୍ତ୍ର ଦୀର୍ଘକାଳ ରହିପାରେ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ପଦକ୍ଷେପ। ଗଣତନ୍ତ୍ରକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ। ଏଥିପାଇଁ ନିମ୍ନଲିଖିତ ପଦକ୍ଷେପ ଆବଶ୍ୟକ। ପ୍ରଥମରେ ଅଛି ଶିକ୍ଷା ଓ ସଚେତନତା। ଶିକ୍ଷିତ ଓ ସଚେତନ ନାଗରିକ ଗଣତନ୍ତ୍ରର ସଫଳତା ପଛର ମୁଖ୍ୟ କାରଣ। ଲୋକମାନେ ଯେତେବେଳେ ନିଜ ଅଧିକାର ଓ କର୍ତ୍ତବ୍ୟ ଜାଣିଥାନ୍ତି, ତେବେ ଗଣତନ୍ତ୍ର ସୁଦୃଢ଼ ହୁଏ। ଶିକ୍ଷା ମନୁଷ୍ୟରେ ଯୁକ୍ତି, ନୀତି ଓ ସତ୍ୟ ପ୍ରେମ ଯୋଗାଇଥାଏ। ସତ୍ୟ, ନ୍ୟାୟ ଓ ନୀତି ପରାୟଣତା। ନେତା ଓ ନାଗରିକ ଉଭୟଙ୍କୁ ନୀତିପରାୟଣ ହେବା ଆବଶ୍ୟକ। ରାଜନୀତି ଯଦି ନୀତିହୀନ ହୋଇଯାଏ, ତେବେ ଗଣତନ୍ତ୍ର ଧ୍ୱଂସ ହୋଇପାରେ। ସତ୍ୟ ଓ ନ୍ୟାୟର ପାଳନ ଦେଶକୁ ଉନ୍ନତି ପଥରେ ରଖେ। ତୃତୀୟରେ ଅଛି ନ୍ୟାୟପାଳିକାର ସ୍ୱାଧୀନତା। ଗଣତନ୍ତ୍ରର ସଠିକ୍ ଚାଳନା ପାଇଁ ନ୍ୟାୟପାଳିକା ସ୍ୱାଧୀନ ରହିବା ଆବଶ୍ୟକ। ନ୍ୟାୟପାଳିକା ନିରପେକ୍ଷ ହେଲେ ହିଁ ଜନତା ନିରାପଦ ଅନୁଭବ କରିବେ। ଚତୁର୍ଥରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ। ଗଣତନ୍ତ୍ର କେବଳ ନେତାମାନଙ୍କ ପାଇଁ ନୁହେଁ, ଏହା ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଜୀବନ୍ତ ରହେ। ମତଦାନ କରିବା, ନାଗରିକ ଦାୟିତ୍ୱ ପାଳନ କରିବା ଓ ସାମାଜିକ ସେବା କାର୍ଯ୍ୟରେ ଭାଗ ନେବା ଗଣତନ୍ତ୍ରକୁ ଶକ୍ତିଶାଳୀ କରେ। ପଞ୍ଚମରେ ଯୁବପିଢ଼ିର ଭୂମିକା। ଯୁବକମାନେ ହେଉଛନ୍ତି ଦେଶର ଭବିଷ୍ୟତ ଓ ଗଣତନ୍ତ୍ରର ରକ୍ଷକ। ସେମାନେ ନୂତନ ଭାବନା, ସାହସ ଓ ସଚେତନତାର ପ୍ରତୀକ। ଯୁବପିଢ଼ି ଯଦି ନୀତିପରାୟଣ ଓ ଦାୟିତ୍ୱଶୀଳ ହୋଇ ଦେଶ ଉନ୍ନତିରେ ଅଂଶଗ୍ରହଣ କରନ୍ତି, ତେବେ ଗଣତନ୍ତ୍ର ସୁରକ୍ଷିତ ରହିବ। ସେମାନେ ଦୁର୍ନୀତି, ଅସତ୍ୟ ଓ ସାମ୍ପ୍ରଦାୟିକତା ପ୍ରତି ସ୍ୱର ଉଠାଇ ନୂଆ ଭାରତ ଗଢ଼ିପାରିବେ। ଉପସଂହାର। ଗଣତନ୍ତ୍ର ହେଉଛି ଆମ ଦେଶର ଗର୍ବ ଓ ଗୌରବ।
ଏହା ଆମକୁ ଅଧିକାର ଦିଏ କିନ୍ତୁ ତାହା ସହ ଦାयित्व ମଧ୍ୟ ଦିଏ। ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ମାନେ ଦେଶକୁ ସୁସ୍ଥ ଓ ଶକ୍ତିଶାଳୀ ରଖିବା। ଯେତେବେଳେ ଜନତା ସଚେତନ ହୋଇ ନିଜ ଅଧିକାର ଓ କର୍ତ୍ତବ୍ୟ ଜାଣି କାର୍ଯ୍ୟ କରିବେ ସେତେବେଳେ ଗଣତନ୍ତ୍ର ସୁରକ୍ଷିତ ରହିବ।